जगन्नाथଙ୍କ प्रिय ଏହି ପାଞ୍ଚଟି ରାଶି କାଲି ପରଠୁ ରହିବେନି ଗରିବ। ଏହି ରାଶିର ଲୋକମାନେ କେବେ ବି ସହିବେନି କ୍ଷତି। ଏମାନଙ୍କ ଉପରେ ରହିଛି ଜଗତର ନାଥଙ୍କ ଆଶୀର୍ବାଦ। 2025ରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ସେଥିପାଇଁ ରଥପଥ ବି ପ୍ରସ୍ତୁତ। ରତ୍ନ ବେଦୀ ଛାଡ଼ି ପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କ ସହ ବଡ଼ ଦାଣ୍ଡରେ ଆସି ପହଞ୍ଚିଛନ୍ତି। ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ଘଟିଛି, ଯାହା ଭକ୍ତଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିଛି। କୁହାଯାଏ ଯେ ଯଦି ଜଣେ ବ୍ୟକ୍ତି ରଥଯାତ୍ରା ସମୟରେ ରଥ ଉପରେ ପ୍ରଭୁ ଜଗନ୍ନାଥଙ୍କ ବାମନ ଅବତାର ଦେଖନ୍ତି, ତେବେ ସେ ଅନନ୍ତ ମୁକ୍ତି ପ୍ରାପ୍ତ କରନ୍ତି। ରଥଯାତ୍ରାରେ କିଛି ଯୋଗ ଗଠନ ହେଉଛି, ଯାହା ନିର୍ଦ୍ଦିଷ୍ଟ କେତେକ ରାଶିଙ୍କ ଜୀବନରେ ପ୍ରଭାବ ପକାଇବ। ରାଶିଙ୍କ ଜୀବନ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଓ ସୁରକ୍ଷିତ ହେବାକୁ ଯାଉଛି। ପରିସ୍ଥିତିରେ ଉନ୍ନତି ଆସିବାକୁ ଯାଉଛି। ଶନି ମକର ରାଶିରେ ଅବସ୍ଥାନ କରିବାକୁ ଯାଉଛନ୍ତି। ଫଳସ୍ୱରୂପ ଏହି ରାଶିରେ ପରିସ୍ଥିତି ଭଲ ରହିବ। ଆପଣଙ୍କୁ ଭାଗ୍ୟରୁ ସମ୍ପୂର୍ଣ୍ଣ ସାହାଯ୍ୟ ମିଳିବ। ଏହି ରାଶିର ଲୋକମାନଙ୍କ ହାତରେ ବଡ଼ ଡିଲ୍ ଲାଗିବ। ହଠାତ୍ ଆପଣଙ୍କ ହାତକୁ ଟଙ୍କା ଆସିଯିବା। ଜୀବନ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଓ ସୁରକ୍ଷିତ ହୋଇଯିବା। ବହୁ ଦିନ ଧରି ଅଟକି ରହିଥିବା କାମ ଏବେ ସମାପ୍ତ ହେବ। ମୀନ ରାଶିର ଲୋକଙ୍କ ଟଙ୍କା ଆପଣଙ୍କ ହାତରେ ଆସିବ। ଆପଣ ଷ୍ଟକ୍ ବଜାରରେ ନିବେଶ କରି ଲାଭ ଦେଖିବେ। ଆପଣଙ୍କ ଶରୀର ଭଲ ରହିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ହେବ। ମୀନ ରାଶିର ଲୋକଙ୍କ ପାଇଁ ବହୁତ ଭଲ ସମୟ ଆସୁଛି। ଆପଣ ଭଲ ଟଙ୍କା ରୋଜଗାର କରିପାରିବେ। ଆପଣଙ୍କ ଶରୀର ପୂର୍ବ ଅପେକ୍ଷା ଭଲ ରହିବ। ଜୀବନରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରହିବ। ବୃଷ ରାଶିର ଲୋକଙ୍କ ସବୁ କାମ ବହୁତ ସୁନ୍ଦର ଭାବରେ ଶେଷ ହେବ। ପ୍ରତ୍ୟେକ କ୍ଷେତ୍ରରେ ଭଲ ପରିମାଣର ଟଙ୍କା ମିଳିବ। ବୃଷ ରାଶିର ଲୋକଙ୍କ ପାଇଁ ଶନି ଏକାଦଶ ଘରେ ଅଛନ୍ତି। ପରିବାରରେ ଚାଲିଥିବା ସମସ୍ତ ସମସ୍ୟା ଏବେ ସମାଧାନ ହୋଇଯିବ।